ସାର୍ ନମସ୍କାର। ନମସ୍କାର। ସାର୍ ମୋର 4 ଦିନ ହେବ ଗୋଟେ ଛୁଆଟେ ହେଇଛି, କିନ୍ତୁ ମା ଛୁଆ 2 ଜଣ ଭଲ ଅଛନ୍ତି, କିନ୍ତୁ ମୋର ଡକ୍ଟର କହୁଛନ୍ତି କି ଥାଇରଏଡ଼ ଟେଷ୍ଟ କରିବା ପାଇଁକା। ସାର୍ ଥାଇରଏଡ଼ ଟେଷ୍ଟ ମୁଁ ତ ଜାଣିଛି ଆଗରୁ ଦଣ୍ଡିସ୍ ଟେଷ୍ଟ କରାଯାଏ, ସାର୍ ଥାଇରଏଡ଼ ଟେଷ୍ଟ କରିବାକୁ ନିହାତି ଆବଶ୍ୟକତା ଅଛି? ହଁ ରାଜୁ, ଜଣ୍ଡିସ୍ ଟେଷ୍ଟ ସହିତ ଥାଇରଏଡ଼ ଟେଷ୍ଟଟା ଶିଶୁମାନଙ୍କର କରିବା ନିହାତି ଜରୁରୀ। ଜନ୍ମରୁ 4 ଦିନ ଭିତରେ ଥାଇରଏଡ଼ ଟେଷ୍ଟଟି କରିଦେବା ଶିଶୁମାନଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ। ମାର ତ ଥାଇରଏଡ଼ ନାହିଁ, ଛୁଆର ଥାଇରଏଡ଼ ଥିବ ବୋଲି ସେମିତି କିଛି ସମ୍ଭାବନା ଅଛି କି? ଦେଖ ରାଜୁ, ଯଦି ମାର ଥାଇରଏଡ଼ ନଥିଲେ ମଧ୍ୟ ଛୁଆର ଥାଇରଏଡ଼ ଥିବାର ସମ୍ଭାବନା ଅଛି। ତେଣୁ ମାର ଥାଇରଏଡ଼ ଥାଉ କି ନଥାଉ ଆମେ ଥାଇରଏଡ଼ ଟେଷ୍ଟଟି କରିଦେବା ଜରୁରୀ। ଆମ ସାଇଡ଼ରୁ ଆମେ ନିଶ୍ଚିନ୍ତ ହେଇଯିବା ଦରକାର ଯେ ଶିଶୁର ଥାଇରଏଡ଼ ପ୍ରୋବ୍ଲେମ୍ ନାହିଁ। ଯଦି ଛୁଆର ଥାଇରଏଡ଼ ଟେଷ୍ଟ ପରେ ଛୁଆର ଥାଇରଏଡ଼ ବାହାରିଲା, ସାର୍ ତାର ଚିକିତ୍ସା ହେଇପାରିବ ତ? ହଁ, ନିଶ୍ଚୟ ହେଇପାରିବ। ଯଦି ଥାଇରଏଡ଼ ପ୍ରୋବ୍ଲେମ୍ ଶିଶୁର ବାହାରିଲା ତାହାର ଚିକିତ୍ସା ବହୁତ ସହଜ, ନିଶ୍ଚୟ ହେଇପାରିବ। କିନ୍ତୁ ତୁ ଏତେ ଚିନ୍ତା ନ କରି ଆଗେ ଯାଇ ଥାଇରଏଡ଼ ଟେଷ୍ଟଟି କରା, କାରଣ ପଛରେ ଯଦି ଆମେ ଥାଇରଏଡ଼ ପ୍ରୋବ୍ଲେମ୍ ବାହାରିଲା ତାହେଲେ ଆଉ କିଛି କରିହେବ ନାହିଁ। ସେଥିପାଇଁ ଯଥାଶୀଘ୍ର ଡାକ୍ତର ଯାହା କହିଛନ୍ତି ଯାଇ ଥାଇରଏଡ଼ ଟେଷ୍ଟଟି ନିଶ୍ଚୟ କରିବ। ଯଦି ମୋ ଛୁଆର ଥାଇରଏଡ଼ ଟେଷ୍ଟ ନ କଲି କିଛି ଅସୁବିଧା ହେବ କି ସାର୍? ଅସୁବିଧା ହେଇପାରେ। ଯଦି ଶିଶୁର ଥାଇରଏଡ଼ ପ୍ରୋବ୍ଲେମ୍ ଥିବ ଏବଂ ଆମେ ଜାଣିପାରିବାନି ତାହେଲେ ଶିଶୁର ମାନସିକ ବୃଦ୍ଧି ହେବ ନାହିଁ, ଯାହାଫଳରେ ତା'ର ମାନସିକ ବିକାଶରେ ଅସୁବିଧା ହେବ। ତେଣୁ ଯଥାଶୀଘ୍ର ଥାଇରଏଡ଼ ଟେଷ୍ଟ କରିଦେବା ଦରକାର। ଆଜ୍ଞା ସାର୍, ମୋ ସମସ୍ତ ଡାଉଟ୍ କ୍ଲିୟର ହୋଇଗଲା। ମୁଁ ଏବେ ମୋ ଛୁଆର ନିଶ୍ଚୟ ଥାଇରଏଡ଼ ଟେଷ୍ଟ କରାଇବି। ଆପଣମାନେ ମଧ୍ୟ ମନେ ରଖନ୍ତୁ, ଯେଉଁ ବି ନବଜାତ ଶିଶୁ ଆସୁଛି ଦୁନିଆକୁ 4 ଦିନ ପରେ ଛୁଆର ଥାଇରଏଡ଼ ଟେଷ୍ଟଟି ନିଶ୍ଚୟ କରିବେ। ଯଦି କୌଣସି କାରଣବଶତଃ ନ କରିପାରୁଛନ୍ତି ତାହେଲେ ଯଥାଶୀଘ୍ର ଥାଇରଏଡ଼ ଟେଷ୍ଟଟି କରି ନିଜ ପାଖରେ ଥିବା ଶିଶୁ ଡାକ୍ତର କିମ୍ବା କୌଣସି ଡାକ୍ତରକୁ ନିହାତି ଦେଖାଇବେ। ଧନ୍ୟବାଦ।